आदित्य एजुकेशन को स्वागत। आज आम आलोचना करबा हे मोर कलम रो सप्रसंग सरलार्थ गुड़िक। प्रथम सरलार्थ है 27 नंबर। मूल्य तुमर केतोटी पैसा तनु तब दुर्बल थराइच केते हृद मंदिर बंधुर धरातल। मूल्य तुमर बंधुर धरातल। ଜାତୀୟତାବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ହେ ମୋର କଲମ ଶୀର୍ଷକ କବିତାରୁ ସଂସିତ ଉଦ୍ଧୃତାଂଶଟି ଆନିତ। ଏଠାରେ କବି କ୍ଷୀଣ ଶରୀର ବିଶିଷ୍ଟ କଲମର ଅପରିସୀମ ଶକ୍ତି ସାମର୍ଥ୍ୟ ବିଷୟରେ ଆଲୋକପାତ କରିଛନ୍ତି। ଏକ ସାଧାରଣ ପଣ୍ୟଦ୍ରବ୍ୟ ଭାବେ ସାମାନ୍ୟ କେତୋଟି ପଇସା ବିନିମୟରେ କଲମଟିଏ ସହଜରେ ଉପଲବ୍ଧ ହୋଇଥାଏ। ଏହାର କଳେବର କ୍ଷୁଦ୍ର ଓ ଦୁର୍ବଳ, ମାତ୍ର ଏହାର ଶକ୍ତି ଅକଳନ। କବି ଲେଖକଙ୍କ ହାତରେ ଏହା ଶକ୍ତିଶାଳୀ ଅସ୍ତ୍ର ଭାବେ ଶୋଭା ପାଏ। କବିଙ୍କ ପାଇଁ ଅତି ଆପଣାର ବନ୍ଧୁ ଓ ବିଶ୍ୱସ୍ତ ସଖା। କବିଙ୍କ ହାତର ସେହି ଅସ୍ତ୍ର ସମାଜରେ ଭ୍ରଷ୍ଟାଚାରୀ, ଦୁର୍ନୀତିଗ୍ରସ୍ତ ଶାସକ ପ୍ରାଣରେ କୋକୁଆ ଭୟ ସୃଷ୍ଟି କରିପାରେ। ସ୍ୱେଚ୍ଛାଚାରୀ ପୁଞ୍ଜିପତି ହୃଦୟରେ କମ୍ପନ ସୃଷ୍ଟି କରିପାରେ। ଜାତିଗତ ବୈଷମ୍ୟ ଓ ଧର୍ମଗତ ବିଭେଦକୁ ଦୃଢ଼ ହସ୍ତରେ ଦମନ କରିପାରେ କ୍ଷୀଣ ତନୁଧାରୀ କଲମ। ଧନିକର ଧନ କି ଶକ୍ତିଶାଳୀର ବାହୁବଳ ତା ପାଖରେ ହାର ମାନେ। ଅତ୍ୟାଚାରୀ ଓ ଶୋଷକ ଶ୍ରେଣୀର ବ୍ୟକ୍ତିବର୍ଗଙ୍କ ହୃତ୍ସ୍ପନ୍ଦନ ବୃଦ୍ଧି କରିବାରେ କଲମର ଭୂମିକା ଅନସ୍ୱୀକାର୍ଯ୍ୟ। ସର୍ବୋପରି ତୀକ୍ଷ୍ଣ ଅସି ଠାରୁ ଏହାର ତୀକ୍ଷ୍ଣତା ଯେ ଅତି ଅଧିକ ଭୟଙ୍କର, କବି ଏଠାରେ ଏହା ହିଁ ପ୍ରକାଶ କରିଛନ୍ତି। 28 ନମ୍ବର ସରଳାର୍ଥ। ଭାଜେ କରବାଳ ବଜ୍ର ମୁଷଳ କେତେ ଏହି ମହିତଳେ ବାଡ଼ ବଉଠଇ ଗିରି ଓଲଟଇ ଭାସେ ମରୁ ଧରା ଜଳେ। ଭାଜେ କରବାଳ ମରୁ ଧରା ଜଳେ। ଉଦ୍ଧୃତାଂଶଟି ମାନବବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ହେ ମୋର କଲମ ପଦ୍ୟ ସଂକଳନ ଅନ୍ତର୍ଗତ ହେ ମୋର କଲମ ଶୀର୍ଷକ କବିତାରୁ ଆନିତ। ଏଠାରେ କବି ଏକ ସାଧାରଣ କଲମର ଅତୁଳନୀୟ ଅପ୍ରମିତ ଶକ୍ତି ଉପରେ ଆଲୋକପାତ କରିଛନ୍ତି। ସାମାନ୍ୟ କେତୋଟି ପଇସା ବିନିମୟରେ ଉପଲବ୍ଧ କ୍ଷୀଣ ଦୁର୍ବଳ ତନୁବିଶିଷ୍ଟ କଲମଟିର ଶକ୍ତି ଯେ ଅପରିସୀମ, କବି ଏଠାରେ ତାହା ହିଁ ଉଲ୍ଲେଖ କରିଛନ୍ତି। ଏ ଧରାଧାମରେ ନିଜକୁ ସର୍ବଶକ୍ତିମାନ ମନେ କରୁଥିବା ଏକଛତ୍ରବାଦୀ ସ୍ୱେଚ୍ଛାଚାରୀ ଅତ୍ୟାଚାରକ୍ତ କ୍ଷମତାଲିପ୍ସୁ ଶାସକ ନିଜ ସୈନ୍ୟବଳ ଧନବଳରେ ଧରାକୁ ସରା ଜ୍ଞାନ କରନ୍ତି। ଅତ୍ୟାଚାରରେ ଜନଜୀବନକୁ ହାହାକାର ମଧ୍ୟକୁ ଠେଲି ଦିଅନ୍ତି। ମାତ୍ର ସାମାନ୍ୟ ଏହି କଲମ ସେମାନଙ୍କର ସମସ୍ତ ଦୁର୍ନୀତି, ବ୍ୟଭିଚାର ଓ ଭ୍ରଷ୍ଟାଚାର ବିରୋଧରେ ଜନଜାଗରଣ ସୃଷ୍ଟି କରି ତାର ସବୁ ଅହଙ୍କାରକୁ ଧୂଳିସାତ୍ କରିପାରେ। ନିରୀହ ପ୍ରଜାମଣ୍ଡଳଙ୍କର କର୍ଣ୍ଣରେ ବିପ୍ଳବର ବାଣୀ ଶୁଣାଇ ଶାସନତନ୍ତ୍ର ବିରୋଧରେ ବିଦ୍ରୋହ ସୃଷ୍ଟି କରିପାରେ କଲମ। ପର୍ବତ ପ୍ରାୟ ଦୃଢ଼ ପ୍ରତିରକ୍ଷା ଅକ୍ଲେଶରେ ପରାହତ ହୁଏ। କଲମର ଶକ୍ତି ସମ୍ମୁଖରେ ନରହନ୍ତାର ତରବାରୀ ଭାଙ୍ଗି ଚୁରୁମାର ହୋଇଥାଏ। ବଜ୍ର ଓ ମୁଷଳ ପରି ତାର ଶକ୍ତିଶାଳୀ ଅସ୍ତ୍ର ହୁଏ ଚୂର୍ଣ୍ଣ ବିଚୂର୍ଣ୍ଣ। ଏହି କଲମ ସାଗର ବକ୍ଷରେ ସୃଷ୍ଟି କରିପାରେ ଅଗ୍ନିର ତାଣ୍ଡବ। ଏହି କଲମ ସୃଷ୍ଟି କରିପାରେ ମରୁଭୂମିରେ ସୃଜିପାରେ ବନ୍ୟାର ପ୍ଳାବନ। ଅପ୍ରତ୍ୟାଶିତ ପରିବର୍ତ୍ତନର ସଂରଚନା କରିପାରେ ଏ ଲେଖନୀର ଶକ୍ତି। ଅସିଠାରୁ ମସି ଶକ୍ତି ଯେ କେତେ ବିଶାଳ, ଲେଖକ ଏଠାରେ ତାହା ହିଁ ଉଲ୍ଲେଖ କରିଛନ୍ତି। 29 ନମ୍ବର ସରଳାର୍ଥ। କେତେ ଅବତାରେ ଧରଣୀ ବୁକୁରେ ଦେବତା ହୋଇଲା ନର ରହିଲା ତୁମରି ଗାର। କେତେ ଅବତାରେ ତମରି ଗାର। ଉଦ୍ଧୃତାଂଶଟି ଜାତୀୟବାଦୀ କବି ଗୋଦାବରୀଶ ମହାପାତ୍ରଙ୍କର ରଚିତ ହେ ମୋର କଲମ ଶୀର୍ଷକ କବିତାରୁ ଆନିତ। କବି ଏଠାରେ କଲମର କାଳୟୀ ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେମାନଙ୍କର ଯୁଗ ଯୁଗାନ୍ତର ବହୁ ମହାମନୀଷୀ ଏ ଧରଣୀ ବୁକୁରେ ଆବିର୍ଭୂତ ହୋଇ ସେମାନଙ୍କର ମହାମାନବୀୟ କାର୍ଯ୍ୟଧାରା ଅତି ମାନବୀୟ ଦିବ୍ୟ ବାଣୀ ପ୍ରଦାନରେ ମହିମାନ୍ୱିତ ହୋଇ ପୟଗମ୍ବର ଭାବରେ ପୂଜିତ ହୋଇଛନ୍ତି। ଜୀବନଶୈଳୀ ସୁମହାନ ସାଧୁତା ସେମାନଙ୍କୁ ଜନସମାଜରେ ଦେବତାର ଆସନ ଉପବିଷ୍ଟ କରିଛି।
ସେମାନେ ଉଚ୍ଚ ଦର୍ଶଯୁକ୍ତ, ସେମାନଙ୍କର ମୁଖ ନିଃସୃତ ଭୂମିକା ରହିଛି। ଶାଶ୍ୱତ ବାଣୀକୁ ଅଦ୍ୟାବଧି ଜନମାନସରେ ପରିପ୍ରଚାର ଓ ପରିପ୍ରସାର କରିବାର କଲମର ଗୁରୁତ୍ୱପୂର୍ଣ୍ଣ। ସେମାନେ ଆଜି ଇହଧାମରେ ନାହାନ୍ତି ସତ, ମାତ୍ର ସେମାନଙ୍କୁ ଚିର ଅମର କରି ରଖିଛି ଲେଖକର ଲେଖନୀ। ପରିବର୍ତ୍ତନଶୀଳ ଦୁନିଆରେ କୌଣସି ବ୍ୟକ୍ତି ଚିରସ୍ଥାୟୀ ନୁହେଁ। ଏ ମାଟି ଘଟ ଦିନେ ନା ଦିନେ ମାଟିରେ ମିଶିଯାଏ, କିନ୍ତୁ ସେହି ନର ଦେବତାର ଅମୃତ ବାଣୀକୁ ଯୁଗ ଯୁଗାନ୍ତ ପାଇଁ ଧରି ରଖେ କଲମ। କାଳର କରାଳ ଗୁଡରେ ସବୁକିଛି ବିଲୁପ୍ତ ହୋଇଯାଇଥିଲେ ମଧ୍ୟ ଲେଖନୀର ଗାର ଚିର ଅମର ହୋଇଯାଏ। ଏଠାରେ କବି ଲେଖନୀକୃତ ସୃଷ୍ଟି ସମ୍ଭାରର ଉପରେ ଗୁରୁତ୍ୱାରୋପ କରିଛନ୍ତି। 30 ନମ୍ବର ସରଳାର୍ଥ, ତୁମେ ତ ଚାଲିନ ଛଳନାରେ କେବେ, ଠକିନ ଗୁଣ୍ଡାମିରେ, ପେଷଣ ଶୋଷଣ ଦୂଷଣ ଦେଇଛ ଆଳଇ ଏକଇ ଗାରେ। ଆନ୍ସର ହବ ତୁମେ ତ ଚାଲିନ ... ଏକଇ ଗାରେ। ସଂସିତ ପଦ୍ୟାଂଶଟି ପ୍ରଖ୍ୟାତ ମାନବବାଦୀ କବି ଗୋଦାବରୀଶ ମହାପାତ୍ରଙ୍କ ରଚିତ ହେ ମୋର କଲମ ଶୀର୍ଷକ କବିତାର ଉଦ୍ଧୃତ। ଏଠାରେ କବି ସମାଜରେ ପରିଦୁଷ୍ଟ ଶୋଷଣ, ଅତ୍ୟାଚାର, ଭ୍ରଷ୍ଟାଚାର ଆଦିର ମୂଳୋତ୍ପାଟନରେ କଲମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅବତାରଣ କରିଛନ୍ତି। କବି ହେଉଛନ୍ତି ସମାଜର ଚିତ୍ରକର, ସମାଜର ଜାଗ୍ରତ ପ୍ରହରୀ। ସମାଜରେ ଘଟି ଯାଉଥିବା ଘଟଣାକୁ ଗୁଡ଼ିକୁ ସେ ପ୍ରତ୍ୟକ୍ଷ କରନ୍ତି। ଅସାମାଜିକତାକୁ ଲକ୍ଷ୍ୟ କଲେ ତାଙ୍କର ଅନ୍ତର କାନ୍ଦି ଉଠେ, ତାଙ୍କ ଲେଖନୀ ହୋଇ ଉଠେ ଚଳଚଞ୍ଚଳ। ସମାଜରେ ଘଟି ଯାଉଥିବା ଶୋଷଣ, ପେଷଣ, ଅତ୍ୟାଚାର ବିରୋଧରେ ତାଙ୍କ ଲେଖନୀ ଜନ ସଚେତନତା ସୃଷ୍ଟି କରେ। ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟାଚାରୀର ସ୍ୱେଚ୍ଛାଚାର ବିରୋଧରେ ବିଷେଦଗାର କରେ କଲମ। ଅଗ୍ନିବର୍ଷୀ ଲେଖା ମାଧ୍ୟମରେ ଦଳିତ, ଶୋଷିତ, ଯନ୍ତ୍ରଣା ଜର୍ଜରିତ ଜନସାଧାରଣଙ୍କ ମନରେ ସେ ବିପ୍ଳବର ବୀଜ ବପନ କରେ। ବଳଶାଳୀ ଗୁଣ୍ଡାର ଗୁଣ୍ଡାମିକୁ ଖାତିର କରେ ନା କଲମ। ତାର ସ୍ପଷ୍ଟବାଦିତା ନିକଟରେ ସବୁ ଛଳନା ଓ ଅବିଶ୍ୱାସ ହାର ମାନେ। ଲେଖନୀ ମୁନରେ ଗୋଟିଏ ଗାର ସମାଜର ଦୁର୍ନୀତି ରୂପକ କର୍କଟ ବ୍ୟାଧି ପାଇଁ ମହୌଷଧିର କାର୍ଯ୍ୟ କରେ। କଲମ ମୁନରୁ ଝରି ପଡୁଥିବା ଶାଣିତ ବାକ୍ୟବାଣ କ୍ଷମତାଶାଳୀ ପ୍ରଜାପୀଡ଼କ ଶାସକ ହୃଦୟରେ କମ୍ପନ ସୃଷ୍ଟି କରେ। ଏଠାରେ ସମାଜର କଳଙ୍କିତ, ମନ୍ଦ ବୁଦ୍ଧି ସମ୍ପନ୍ନ, ସ୍ୱାର୍ଥନ୍ୱେଷୀ ବ୍ୟକ୍ତିମାନଙ୍କ ପ୍ରତି କବି ମନରେ ସ୍ୱତଃପୃତ ବିଦ୍ରୋହ ପ୍ରକାଶ ପାଇଛି। 31 ନମ୍ବର ସରଳାର୍ଥ, ବିପ୍ଳବ ତବ ତବ ସତ୍ୟ, ଶାନ୍ତି ଶିବ ସୁନ୍ଦର, ଯୁଗ ଯୁଗାନ୍ତ ଅନ୍ଧାର ଭେଦି ତୁମରି ପ୍ରଦୀପ ହସେ। ବିପ୍ଳବ ତବ ... ପ୍ରଦୀପ ହସେ। ପ୍ରଦତ୍ତ ପଦ୍ୟାଂଶଟି ଜାତୀୟବାଦୀ କବି ଗୋଦାବରୀଶ ମହାପାତ୍ରଙ୍କର ରଚିତ ହେ ମୋର କଲମ ଶୀର୍ଷକ କବିତାରୁ ଆନିତ। ଏଠାରେ କବି ସମାଜରେ ସତ୍ୟ, ଶାନ୍ତି ଓ ଅହିଂସା ସଂସାରର ମହାନତା ପ୍ରତିଷ୍ଠାରେ କଲମର ନୀରବ ବିପ୍ଳବ ଓ କାଳଜୟୀ ଭୂମିକାରେ ଜୟଗାନ କରିଛନ୍ତି। ଦୁନିଆର ସମସ୍ତ ମହାଶକ୍ତିର ଉର୍ଦ୍ଧ୍ୱରେ ଯେ କଲମର ଶକ୍ତି, ଏହା ସର୍ବଜନ ସ୍ୱୀକୃତ। ମନୁଷ୍ୟ ହୃଦୟର ଶାଶ୍ୱତ ଚେତନା ଭରିଦେଇ ଦେବଗୁଣରେ ଭୂଷିତ କରିପାରେ କଲମ। ଅଜ୍ଞାନାନ୍ଧକାରରେ ପଥହରା ମନୁଷ୍ୟକୁ ସତ୍ୟର ପଥ ପ୍ରଦର୍ଶନ କରେ ସେ। ମାନବ ପ୍ରାଣରେ ସୃଷ୍ଟି କରେ ସତ୍ୟ ଶିବ ସୁନ୍ଦରର ଦିବ୍ୟ ଚେତନା। କଲମକୃତ ବିପ୍ଳବ ଧ୍ୱଂସକାରୀ ନ ହୋଇ ମାନବକୁ କରେ ସତ୍ ମାର୍ଗ ପ୍ରଦର୍ଶନ। ମହାପୁରୁଷଙ୍କର ମୁଖ ନିଃସୃତ ଶାଶ୍ୱତ ବାଣୀକୁ ଲିପିବଦ୍ଧ କରାଇ ଯୁଗ ଯୁଗାନ୍ତକୁ ସାଇତି ରଖେ ଉପଦେଶାମୃତ। ଶାନ୍ତି ଓ ଅହିଂସା ଆଦର୍ଶକୁ ଅନୁସରଣ କରି ଦିବ୍ୟ ଜୀବନର ଅଧିକାରୀ ହେବାକୁ ପ୍ରେରଣା ପ୍ରଦାନ କରେ କଲମ। ସକଳ ନୈତିକତା ଓ ପୂର୍ଣ୍ଣ ଶୁଦ୍ଧତାକୁ ଜୀବନକୁ ପାଥେୟ କରିବାକୁ ଏହା ପ୍ରେରଣାର ବିବର୍ତ୍ତନରେ ସବୁକିଛିର ପରିବର୍ତ୍ତନ ଘଟୁଥିଲେ ମଧ୍ୟ କଲମର ସ୍ଥାନ ଚିରନ୍ତନ ଓ ତାର କୃତି ଚିର ଅମର। ପ୍ରଦୀପର ଆଲୋକ ଶିଖା ଅନ୍ଧକାର ଦୂର କଲା ପରି କଲମ ସୃଷ୍ଟ ଅକ୍ଷରମାଳା ମାନବର ଗ୍ରହଣ କରେ। ଜ୍ଞାନ ରୂପକ ତିମିର ପ୍ରେରଣା ପ୍ରଦାନ କରେ। କାଳର ନାଶ କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରେ। ଏହିପରି ଭାବରେ ହେ ମୋର କଲମର 5ଟି ସରଳାର୍ଥ ଆମେ ଆଲୋଚନା କରିଦେଇଛେ। ସମସ୍ତ ଛାତ୍ରଛାତ୍ରୀ ମାନେ ବୁଝିପାରିବେ, ଲେଖିପାରିବେ ବୋଲି ମୋର ଆଶା ବିଶ୍ୱାସ। ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ।